ମହାନ୍ତି ବାବୁ ବଡ଼ ଚିନ୍ତିତ। ଏମିତିରେ କେସ୍ରେ କୌଣସି ଅଗ୍ରଗତି ନ ହୋଇ ଦିନକୁ ଦିନ ବିଳମ୍ବ ହେଉଥାଏ। ଦୀପାବଳି ଅମାବାସ୍ୟା ଆଉ 2-3 ଦିନ ରହିଲା। ସେ ଦୋକାନୀର କଲ୍ର କୌଣସି ସାକ୍ଷାତ ନାହିଁ। ତେଣୁ ମୁଁ ମହାନ୍ତି ବାବୁଙ୍କୁ କହିଲି, ଆମେ ଅମାବାସ୍ୟା ପର୍ଯ୍ୟନ୍ତ ସେ ମାର୍କେଟରେ ଥିବା ପୂଜା ଦୋକାନ ଉପରେ ନିଜ ନଜର ରଖିବା। ନିଶ୍ଚିତ ସେ ତାନ୍ତ୍ରିକ ପୂଜା ସାମଗ୍ରୀ ପାଇଁ ସେ ଦୋକାନ ପାଖକୁ ଆସିବ। ତାପରେ ଆମେ ତାକୁ ଅତି ସହଜରେ ଧରିପାରିବା। ଏହାପରେ ସୁବ୍ରତ ସାର୍ଙ୍କ ସହିତ ଆଲୋଚନା କରି ଏକ 8 ଜଣିଆ ଟିମ୍ ପ୍ରସ୍ତୁତ କରିଲୁ। ଆଉ ସେହିଦିନ ଉପରବେଳା ଗାଉଁଲି ଭେଷଭୂଷା ହୋଇ ମାର୍କେଟ ଚାଲିଗଲୁ। ଆମ ଟିମ୍ର ସମସ୍ତ ସଦସ୍ୟ ସେ ଦୋକାନର ଆଖପାଖ ଉପରେ ତୀକ୍ଷ୍ଣ ନଜର ରଖୁଥାନ୍ତି। ସମୟ ପାଖାପାଖି 5ଟା ହେବ। ସେ ଦୋକାନୀ ଜଣକ ଫୋନ୍ କରି କହିଲେ କି ସେ ତାନ୍ତ୍ରିକ ଜଣକ ଛଦ୍ମବେଶରେ ତା ଦୋକାନ ପାଖରୁ ପୂଜା ସାମଗ୍ରୀ କିଣୁଛି। ଏହା ଶୁଣି ମୁଁ ମଧ୍ୟ ସେ ଦୋକାନ ଆଡ଼କୁ ନିଜ ନଜର ପକାଇଲି। ଆଉ ଦେଖିଲି ଜଣେ ଲୋକ ଗୋଡ଼ଠୁ ମୁଣ୍ଡ ଯାଏଁ ଏକ ଧଳା ରଙ୍ଗର ଚାଦର ଘୋଡ଼ାଇ ହୋଇ ଠିଆ ହୋଇଛି। ଏମିତି ବି ଲାଗୁଛି ସେ ନିଜକୁ ଲୁଚାଇବା ପାଇଁ ଚେଷ୍ଟା କରୁଛି। ଆଉ କାଳ ବିଳମ୍ବ ନ କରି ନିଜ ଟିମ୍ର ସମସ୍ତ ସଦସ୍ୟଙ୍କୁ ଇସାରା ଦେଲେ। ତାକୁ କାବୁ କରିବା ପାଇଁ ମହାନ୍ତି ବାବୁ ଆଗରେ ଦୌଡ଼ି ଯାଇ ତାକୁ ମାଡ଼ି ବସିଲେ। ଅନ୍ୟମାନେ ମଧ୍ୟ ତାକୁ କାବୁ କରି ପୋଲିସ ଭ୍ୟାନ୍ରେ ବସାଇ ଦେଲେ। ସେ ବି ଚିତ୍କାର କରି କହୁଥାଏ, କିଏ ତୁମେମାନେ, ମୋତେ କୁଆଡ଼େ ନେଇଯାଉଛ? ତାକୁ କିଛି ନ କହି ଚୁପଚାପ ଗାଡ଼ିରେ ବସିବା ପାଇଁ ତାଗିଦ କରି ସୁବ୍ରତ ସାର୍ଙ୍କୁ ଫୋନ୍ ମାଧ୍ୟମରେ ଜଣାଇ ସେଠାରୁ ଥାନାକୁ ଫେରି ଆସିଲୁ। ତାକୁ ଲକଅପ୍ରେ ଭର୍ତ୍ତି କରି ଆମେ ଟିକେ ଶାନ୍ତିରେ ନିଶ୍ୱାସ ମାରିଲୁ। ଏହି ସମୟରେ ସୁବ୍ରତ ସାର୍ ତା ପାଖରୁ କିଛି ତଥ୍ୟ ସଂଗ୍ରହ କରିବାକୁ ଲାଗି ପଡ଼ିଲେ। କିନ୍ତୁ ସେ କାହାର ଅପହରଣ କି ହତ୍ୟା କରିନି ବୋଲି କହି ଚାଲିଥାଏ। ବହୁତ ବାଡ଼ିଆ ବାଡ଼ି କଲା ପରେ ମଧ୍ୟ ସେ କିଛି ମାନୁ ନଥାଏ। ତେଣୁ ମୋ ମନରେ ସନ୍ଦେହ ହେଲା, ପ୍ରକୃତରେ ଏ ସେହି ତାନ୍ତ୍ରିକ କି ନାହିଁ। ପୂର୍ବରୁ ତ ଆମେ କେହି ୟାକୁ ଦେଖିନାହୁଁ। ସେ ଦୋକାନୀ କଥାରେ ୟାକୁ ଧରି ଆଣିଛୁ। ମୋର ମନେ ପଡ଼ିଲା ସେ ବୁଢ଼ା ଲୋକ କଥା, ଯିଏ ମୋତେ ସେ ଗୁମ୍ଫାର ଠିକଣା ଦେଇଥିଲା। ତେଣୁ ଆମେ ସେହିଦିନ ରାତିରେ ଶାନ୍ତିପୁର ଗାଁକୁ ଯାଇ ସେ ବୁଢ଼ା ଲୋକକୁ ଧରି ଆଣିଲୁ। ବୁଢ଼ା ସେ ତାନ୍ତ୍ରିକକୁ ଚିହ୍ନି ପାରିଲା। ଏହାପରେ ସୁବ୍ରତ ସାର୍ ଆମକୁ କହିଲେ, ତୁମେମାନେ ଯାଅ, ଆଜି ଯେମିତି ହେଲେ ଏହା ପାଖରୁ ସମସ୍ତ ତଥ୍ୟ ମୁଁ ନିଜେ ବାହାର କରିବି। ଏହାପରେ ଆମେ ନିଜ ନିଜ କ୍ୱାର୍ଟରକୁ ଚାଲିଗଲୁ। ରାତି ପାଖାପାଖି 1ଟାଏ ହେବ। ଆମ ରୁମ୍ ପର୍ଯ୍ୟନ୍ତ ସେ ତାନ୍ତ୍ରିକର କରୁଣ ଚିତ୍କାର ଶୁଣାଯାଉଥାଏ। ସୁବ୍ରତ ସାର୍ ପୁରା ନିଶାରେ ତାକୁ ବାଡ଼େଇ ବାଡ଼େଇ ତାକୁ ବେହାଲ କରିସାରିଲେଣି। ମହାନ୍ତି ବାବୁଙ୍କୁ ନିଦରୁ ଉଠାଇ ଥାନାକୁ ସଙ୍ଗେ ସଙ୍ଗେ ଚାଲିଗଲୁ। ସେତେବେଳକୁ ତାନ୍ତ୍ରିକ ଜଣକ ଅଚେତ ହୋଇସାରିଥିଲା। ଏହାପରେ ବି ସୁବ୍ରତ ସାର୍ଙ୍କ ପାହାର ଚାଲିଥାଏ। ତାଙ୍କୁ ଅଟକାଇ ଶାନ୍ତ କରାଇଲୁ। ଆଉ ସେ ତାନ୍ତ୍ରିକକୁ ଚେୟାରରେ ବସାଇ ତାକୁ ଚେତାକୁ ଆଣିବାକୁ ଚେଷ୍ଟା କରିଲୁ। ତାପରେ ସେ ସବୁ କଥା କହିବ ବୋଲି ମାନିଗଲା। ଏହାପରେ ସୁବ୍ରତ ସାର୍ କହିଲେ କି ତାକୁ ସାଙ୍ଗରେ ଧରି ଆସନ୍ତାକାଲି ସେ ଗୁମ୍ଫାକୁ ଯିବା। ବାକି ତଦନ୍ତ ସେଇଠି କରାଯିବ। ସେ ତାନ୍ତ୍ରିକକୁ କିଛି ଖାଇବାକୁ ଦେଇ ଶୋଇବା ପାଇଁ କହି ମୁଁ ଫେରି ଆସିଲି। ଆଉ ମୋ ଆଖିକୁ ନିଦ ନଥାଏ। କେତେବେଳେ ସକାଳ ହେବ ଆଉ ସେ ପିଲାକୁ ସେଠାରୁ ଉଦ୍ଧାର କରାଯିବ, ସେହି ଚିନ୍ତାରେ ମୋ ରାତି ପାହିଗଲା। ସକାଳ ହେବାରୁ ମୁଁ ଉଠି କବାଟ ଖୋଲି ଦେଖିଲା ବେଳକୁ ସୁବ୍ରତ ସାର୍ ଆସି ହାଜର। ସେ ରାତିରେ ଶୋଇ ନଥାନ୍ତି। ଆଉ ବିଳମ୍ବ ନ କରି ସୁବ୍ରତ ସାର୍ଙ୍କ ସହିତ ମହାନ୍ତି ବାବୁ ଆଉ ମୁଁ କିଛି ଷ୍ଟାଫ୍ଙ୍କ ସହିତ ସେ ତାନ୍ତ୍ରିକକୁ ହ୍ୟାଣ୍ଡକପ୍ ପକାଇ ସାଥିରେ ନେଇ ଗୁମ୍ଫାକୁ ବାହାରି ପଡ଼ିଲୁ। କିଛି ସମୟ ମଧ୍ୟରେ ଗୁମ୍ଫା ନିକଟରେ ପହଞ୍ଚିଗଲୁ। ଗୁମ୍ଫାର ବିପରୀତ ଦିଗରେ ଏକ ଝଟା ଭିତର ଦେଇ ଆମକୁ ସେ ତାନ୍ତ୍ରିକ ଆଉ ଏକ ଗୁମ୍ଫା ମଧ୍ୟକୁ ନେଇଗଲା। ବଡ଼ ଆଶ୍ଚର୍ଯ୍ୟର କଥା, ଏଠି ଆଉ ଏକ ଗୁମ୍ଫା ଅଛି ବୋଲି ବାହାରକୁ ଜଣାପଡ଼ୁନାହିଁ। ମୁଁ ଏଠିକି ଆସିଛି, କିନ୍ତୁ ଏ ଗୁମ୍ଫା ମୋ ନଜରକୁ ଆସିନି। ଆମେ ଗୁମ୍ଫା ଭିତରକୁ ଯାଇ ଦେଖିଲୁ, ଗୁମ୍ଫାଟି 4 ଗୋଟିଏ ରୁମ୍ରେ ବିଭକ୍ତ ହୋଇଛି। ପ୍ରଥମ ରୁମ୍ଟିରେ କିଛି ଅଳିଆ ଆବର୍ଜନା ଭର୍ତ୍ତି ହୋଇଛି। ତାପର ରୁମ୍ରେ କୌଣସି ଦେବୀଙ୍କ ପ୍ରତିମୂର୍ତ୍ତି ଥୁଆଯାଇଛି। ତା ପାଖରେ ଏକ ନରବଳି ଖମ୍ବ ବା ଶୂଳ ପଥର, ତାକୁ ଲାଗି ଏକ କଟୁରୀ ବା ଖଣ୍ଡା ଥୁଆ ହୋଇଛି। ତା ପର ରୁମ୍ରେ ସେ ତାନ୍ତ୍ରିକର ବିଶ୍ରାମସ୍ଥଳୀ। ସେଠି ରୋଷେଇ ଚୁଲି ମଧ୍ୟ ରହିଛି। ତା ପର ବା ଶେଷ ରୁମ୍ରେ କିଛି ଦିନ ତଳେ ଅପହୃତ ହୋଇଥିବା ପିଲାଟି ବନ୍ଧା ହୋଇ ପଡ଼ିଛି। ତାକୁ ସଙ୍ଗେ ସଙ୍ଗେ ମହାନ୍ତି ବାବୁ ଆଉ ମୁଁ ରସିରୁ ଉଦ୍ଧାର କରି ମେଡ଼ିକାଲ ନେଇ ଆସିଲୁ।
ଆଉ ତାର ଉପଯୁକ୍ତ ଚିକିତ୍ସା କରି ତାକୁ ତା ପରିବାରର ଜିମା ଦେଇ ଥାନାକୁ ଫେରି ଆସିଲୁ। ସେତେବେଳକୁ ସୁବ୍ରତ ସାର୍ ଆଉ ଅନ୍ୟମାନେ ସେଠି କ'ଣ ସବୁ ତଦନ୍ତ କରି ସେ ତାନ୍ତ୍ରିକକୁ ନେଇ ଥାନାକୁ ଫେରି ଆସିଥିଲେ। ସୁବ୍ରତ ସାର୍ ତାକୁ କୋର୍ଟ ଫରୱାର୍ଡ଼ ନ କରି ଆଉ ଗୋଟିଏ ଦିନ ଥାନାରେ ରଖିବା ପାଇଁ କହିଲେ। ଏମିତି କ'ଣ ପାଇଁ କହିଲେ ସେ ନିଜେ ହିଁ ଜାଣିଥିବେ। ଏହାପରେ ମୁଁ ବହୁତ ଖୁସି ଥାଏ ଯେ ଏହି କେସ୍ଟି ଯାହା ଯେମିତି ହେଉ ସମାଧାନ ହୋଇଗଲା। ସୁବ୍ରତ ସାର୍ ଏହି ଖୁସିରେ ଆଜି ରାତିରେ ଆମମାନଙ୍କୁ ପାର୍ଟି ଦେବା ପାଇଁ କହି ଚାଲିଗଲେ। ରାତି ପ୍ରାୟ 10ଟା ବେଳକୁ ଥାନାରେ 2 ଜଣ ଗାର୍ଡ ରହିଲେ। ବାକି ଆମେ ସମସ୍ତେ ସୁବ୍ରତ ସାର୍ଙ୍କ ସହିତ ଏକ ରେଷ୍ଟୁରାଣ୍ଟ ଚାଲିଗଲୁ। ସେଠି ନିଜ ନିଜ ପସନ୍ଦର ଖାଦ୍ୟ ଖାଇବା ପାଇଁ ସୁବ୍ରତ ସାର୍ ଆମମାନଙ୍କୁ କହିଲେ। ଆଉ ଯାହାର ଇଚ୍ଛା ଅଛି ସେମାନେ ବି ମଦ ପିଇପାରିବେ। କେବଳ ମହାନ୍ତି ବାବୁ ଆଉ ମୋତେ ଛାଡ଼ିଦେଲେ ସମସ୍ତେ ପୁରା ନିଶାରେ ଚୁର ଥାନ୍ତି। ଏହି ସମୟରେ ସୁବ୍ରତ ସାର୍ଙ୍କ ଫୋନ୍ଟି ରିଙ୍ଗ ହୋଇ ଉଠିଲା। କଲ୍ଟି ଆମ ଥାନାରୁ ଆସିଥିଲା। କଲ୍ଟି ସାର୍ ରିସିଭ୍ କରି ହାଲୋ କହିବା ପରେ ପ୍ରତି ଉତ୍ତରରେ ସେପଟୁ କିଏ ଜଣେ କହିଲା କି ସାର୍ ସେ ତାନ୍ତ୍ରିକକୁ ଖାଇବା ଦେବା ସମୟରେ ଗାର୍ଡ ମୁହଁକୁ କିଛି ସ୍ପ୍ରେ କରି ସେ ହାଜତରୁ ଚମ୍ପଟ ମାରି ଚାଲି ଯାଇଛି। ଏହା ଶୁଣି ସମସ୍ତଙ୍କର ନିଶା ଖସିଗଲା। ସୁବ୍ରତ ସାର୍ ଆମକୁ ସଙ୍ଗେ ସଙ୍ଗେ ନିର୍ଦ୍ଦେଶ ଦେଇ କହିଲେ ତାକୁ ଖୋଜି ଧରି ଆଣିବା ପାଇଁ। ଆଉ ବିଳମ୍ବ ନ କରି ଯଥାଶୀଘ୍ର ଯାଅ। ସେ ବେଶୀ ଦୂର ଯାଇନଥିବ। ସେ ସେହି ଜଙ୍ଗଲକୁ ହିଁ ଯାଇଥିବ। ମୁଁ କିନ୍ତୁ ପୁରା କନଫର୍ମ ଥିଲି କି ସେ ସେହି ଜଙ୍ଗଲକୁ ନ ଯାଇପାରେ। ନିଶ୍ଚିତ ସେ ଆଉ ଗୋଟିଏ ବଳି ସନ୍ଧାନରେ ସେ ପାଖ କେଉଁ ଗାଁକୁ ଯାଇଥିବ। ଆଉ 2 ଦିନ ପରେ ଦୀପାବଳି ଅମାବାସ୍ୟା ପଡ଼ୁଛି ଓ ତାର ସିଦ୍ଧି ପାଇଁ ଏଇଟା ଶେଷ ଅମାବାସ୍ୟା ଆଉ ଶେଷ ବଳି ମଧ୍ୟ। ତେଣୁ ଅନ୍ୟମାନଙ୍କୁ ଜଙ୍ଗଲ ଯିବା ପାଇଁ କହି ମୁଁ ଥାନାକୁ ଫେରି ଆସିଲି। ଥାନାରେ ଥିବା ଗାର୍ଡ ପାଖରୁ ଯାହା ବୁଝିଲି ସେ କହିଲା କି ସେ ତାନ୍ତ୍ରିକକୁ ଖାଇବା ଦେବା ସମୟରେ ସେ ଏକ ପାଣି ବୋଟଲ ପାଖରେ ରଖିଥିଲା। ସେହି ପାଣିକୁ ଗାର୍ଡ ମୁହଁକୁ ଫିଙ୍ଗି ଦେବା ପରେ ସେ ଚେତାଶୂନ୍ୟ ହୋଇପଡ଼ିଲା ଆଉ ସେ ଥାନାରୁ ଫେରାର ହୋଇଗଲା। ହେଲେ ଏହି ପାଣି ବୋଟଲ ସେ କେଉଁଠୁ ଆଣିଲା? ଛାଡ଼, ଏସବୁ ଆଉ ଚିନ୍ତା ନ କରି ସେ କେଉଁ ଦିଗକୁ ଗଲା, ପୁଣି କେମିତି ତାକୁ ଧରାଯାଇପାରିବ, ଏସବୁ ଚିନ୍ତା କରି ମୁଁ ଶାନ୍ତିପୁର ଗାଁକୁ ବାହାରି ପଡ଼ିଲି। ସମୟ ପାଖାପାଖି ରାତି 1ଟାଏ ହେବ। ମୁଁ ସେହି ଗାଁର ପ୍ରବେଶ ବାଟରେ ଏକ ବରଗଛ ପାଖରେ ବାଇକ୍କୁ ଲୁଚାଇ ବସି ରହିଲି। ବହୁ ସମୟ ଅପେକ୍ଷା ପରେ ଏକ କାର୍ ଗାଁ ଭିତରକୁ ପ୍ରବେଶ କଲା। ମୁଁ ସେହି ଗାଡ଼ିକୁ ପିଛା କରି ଗଲି, କିନ୍ତୁ ସେ ଗାଡ଼ି ଗାଁ ବାହାରେ ଥିବା ଏକ ନିଛାଟିଆ ଫାର୍ମ ହାଉସ୍ ଆଡ଼େ ଗଲା। ଗାଡ଼ିଟି ଯାଇ ସେହି ଫାର୍ମ ହାଉସ୍ ନିକଟରେ ଅଟକିଗଲା। ସେହି ଗାଡ଼ିରୁ ଡ୍ରାଇଭର ବାହାରି ଗେଟ୍ ଲକ୍ ଖୋଲି ଗାଡ଼ିକି ଭିତରକୁ ନେଇଗଲା ଆଉ ପୁଣି ଥରେ ସେହି ଗେଟ୍କୁ ଲକ୍ କରିଦେଲା। ମୁଁ ସେହି ଗେଟ୍ ଫାଙ୍କରେ ଦେଖିଲି କି ସେ ଫାର୍ମ ହାଉସ୍ରେ ପୂର୍ବରୁ ଥିବା 2 ଜଣ ଲୋକ ଆସି ଗାଡ଼ି ଡିକିରୁ ଏକ ଦେବୀ ମୂର୍ତ୍ତି ପ୍ରତିମା ବାହାର କରି ରୁମ୍ ଭିତରକୁ ନେଇଗଲେ। ଏହି ମୂର୍ତ୍ତିଟି ଆଜି ସକାଳେ ସେ ଜଙ୍ଗଲରେ ଦେଖିଥିବା ମୂର୍ତ୍ତି ପରି ମୋତେ ଲାଗୁଥିଲା। ତେଣୁ ମୁଁ ସେଠାରୁ ମୋ ବାଇକ୍ ରଖିଥିବା ସ୍ଥାନକୁ ଫେରି ଆସି ଏ ବିଷୟରେ ସୁବ୍ରତ ସାର୍ଙ୍କୁ ଫୋନ୍ କରି ଜଣାଇଦେଲି। ସାର୍ ମୋତେ କହିଲେ କି ତୁମେ ସେଠାରେ ସକାଳ ହେବା ଯାଏଁ ଅପେକ୍ଷା କର ଆଉ ସେ ଫାର୍ମ ହାଉସ୍ର ସମ୍ପୂର୍ଣ୍ଣ ତଥ୍ୟ ସ୍ଥାନୀୟ ଲୋକମାନଙ୍କ ଠାରୁ ବାହାର କରି ମୋତେ ଜଣାଅ। ମୁଁ ଟିମ୍ ସହିତ ସେଠାରେ ପହଞ୍ଚିଲା ପରେ ରେଡ୍ କରିବି। ହେଲେ ସାର୍ଙ୍କ କଥାରେ ମୁଁ ଏକମତ ନଥିଲି, କାରଣ ସେ ତାନ୍ତ୍ରିକକୁ ଏଯାଏଁ ମୁଁ ଫାର୍ମ ହାଉସ୍ ଭିତରେ ଦେଖିନଥିଲି। ଯେପର୍ଯ୍ୟନ୍ତ ସେ ସେଠାକୁ ଆସିନାହିଁ ରେଡ୍ କଲେ କିଛି ଲାଭ ନାହିଁ, କାରଣ ଆମର ମୁଖ୍ୟ ଉଦ୍ଦେଶ୍ୟ ତାକୁ ଧରିବା। ଏହି ସମୟରେ ସେହି ଗାଡ଼ିଟି ଫେରି ଆସିଲା। ମୁଁ ଗଛ କଡ଼ରେ ଲୁଚି ଦେଖୁଥାଏ। ତା ଭିତରେ ଡ୍ରାଇଭର ଛଡ଼ା ଆଉ କେହି ମଧ୍ୟ ନଥିଲେ। ସେହି ଗାଡ଼ିର ନମ୍ବର ନୋଟ୍ କରି ସୁବ୍ରତ ସାର୍ଙ୍କୁ ମେସେଜ୍ କରି ଜଣାଇଦେଲି ସେ କାହାର ଗାଡ଼ି ସେ ବିଷୟରେ ସେ ତଥ୍ୟ ସଂଗ୍ରହ କରିବେ। ମୁଁ ସେ ଗାଡ଼ିକୁ ଆଉ ଫଲୋ ନ କରି ସେଠି ସେମିତି ସକାଳ ହେବା ଯାଏଁ ଅପେକ୍ଷା କରିଲି। କିଛି ସମୟ ମଧ୍ୟରେ ସକାଳ ହୋଇଗଲା। ମୁଁ ଗାଁ ଭିତରକୁ ଯାଇ ସେ ଫାର୍ମ ହାଉସ୍ ବିଷୟରେ ତଥ୍ୟ ସଂଗ୍ରହ କରିଲି। ଜଣେ ଯୁବକ କହିଲା କି ସେ ଫାର୍ମ ହାଉସ୍ଟି ହେଉଛି ସେହି ଗାଁର ସରପଞ୍ଚ ବଳରାମ ମହାନ୍ତିଙ୍କର। ସେ ସେଠାକୁ ମଝିରେ ମଝିରେ ଆସନ୍ତି। ମୁଁ ସେ ଯୁବକ ଜଣକୁ ପଚାରିଲି ସେ ସରପଞ୍ଚର ଘର ଠିକଣା। ସେ ଯୁବକ ଜଣକ ମୋତେ ସରପଞ୍ଚର ଘରକୁ ନେଇଗଲେ। ସେଠୁ ମାତ୍ର କିଛି ବାଟରେ ତା ଘର। ସେଠି ପହଞ୍ଚି ମୁଁ କବାଟ ଠକ୍ ଠକ୍ କଲି। ତାଙ୍କ ସ୍ତ୍ରୀ କବାଟ ଖୋଲିଲେ। ମୁଁ କହିଲି କି ମୁଁ ବ୍ଲକରୁ ଆସିଛି, ଟିକେ ସରପଞ୍ଚ ବାବୁକୁ ଡାକି ଦିଅନ୍ତୁ। ତାଙ୍କ ସ୍ତ୍ରୀ କହିଲେ ସେ କାଲି ରାତିରେ ହେଇ କାହାର ହଠାତ୍ ଫୋନ୍ ଆସିବାରୁ କେଉଁ ଏକ ଜରୁରୀ କାମରେ ସେ ନିଜ କାର୍ ନେଇ ସହରକୁ ଯାଇଛନ୍ତି। ତା
तापरे मु तांको पाखरु सरपंच को फोन नंबर नहीं फार्म हाउस आड़े चलीगले। मने मने चिंता कले तांत्रिक थानारू फेरार हेबा आ सरपंच घर मिछ कही जिबा एथिरे निश्चित किछि रहस्य अछि। एमिति भाबी भाबी मो बाइक रखिथिबा स्थान रे पहुंची पूर्व परि लुचि रहिले। एही तथ्य सुब्रत सार को जणाइले। से गाड़ी नंबर विषय पचारिले। से गाड़ी बलराम महांती नाम पंजीकृत होइछे। एथिरु स्पष्ट होइगला कि से तांत्रिक सहित ए सरपंचर किछि तो संपर्क रहिछे। किछि समय एठारे अपेक्षा कला परे पुनश्च सेही कारटी गोटे युवती को नहीं से फार्म हाउस भीतर को चलीगला। आ मात्र गोटे दिन परे अमावास्या पड़ुछे। निश्चित ए युवती जन को बलि देवा उद्देश्य रे एठाको अणा जाइछे। से सरपंच विषय अधिक तथ्य संग्रह पाई मु सेठारु गाँ भीतर को चलीगले। से बुढ़ा लोक पाखको जे पूर्वरो से तांत्रिकर गुंफा विषय मते तथ्य देइथिला। किछि बाट गला परे रास्ता कड़े से बुढ़ा छेड़ी जगुथिला। मते चिन्हि पारि मो पाखको आसी धन्यवाद देला। धन्यवाद कारण मु पचारिबारो से कहिला आपण तो से तांत्रिक को धरी नहीं ना। ए विषय तो गाँ सारा हाल्ला सेथिपई तो धन्यवाद जनाऊछे। एहापरे से तांत्रिक थानारू फेरार हेबा कथा कहिले। से बलराम महांती विषय मध्य पचारिले। यह शुणी बुढ़ा चमकी पड़ा। कहला हाँ आम गाँवर सरपंच बलराम महांती। से अनेक समय से गुंफा को जीवार आमे देखिछु। से कौन पे सेठाकू जाए मु कहि परिबिनी। बलराम महांती जमा भल लोक नुहे। पूर्वर से बहुत गुड़ाए केस करे हाजत को जाइछे। एही समय सुब्रत सार फोन करे एठाकार परिस्थिति अनुध्यान कले आ कहिले कि आज संध्या परे अर्थात राति रे एही फार्म हाउस उपरे रेड करी प्रकृत तथ्य संग्रह करी परवर्ती कार्यानुष्ठान करिवे। सेतबेले जाए मते एठी लुचि रही से फार्म हाउस उपरे नजर रखिबाकू पड़िबो। तेणु महांती बाबू को मते सहयोग करिबा पई कॉल करी डकाइले। महांती बाबू मध्य किछि समय मध्यरे मो पाखरे पहुंची गले। आमे दुहें बसी कथबार्ता हेउथाओ। एही समय से फार्म हाउस मध्यरो से कारटी बाहरी आसिला। संगे संगे मु महांती बाबू को कहिले एथर तुमे एठी छपी रुह। मु सेही कार पीछा करुछे। देखिबी से कारटी केउ आड़ को जाउछे आ केउथि पई जाउछे। यह कही से गाड़ीर पीछा करने आरंभ करते। किछि बाट गला परे गाड़ीटी मुख्य रास्ता को संजोग हेउथिबा एक नाली माटी रास्ता दे पाखापाखि 1 किलोमीटर गला परे एक निछाटिया स्थान रे अटकी गला। आ जने युवक केउ आड़ू आसी ड्राइवर हाथ को बैग रे किछि जिनिष दे जंगल आड़ को चलीगला। मुझे गाड़ी को अतिक्रम करी आग को चलीगले। बाइक रे मिरर रे देखिले से गाड़ीटी सेठारू बैक करी निज पुनश्च मुख्य रास्ता आड़ को चलीगला। तेणु संगे संगे बैक करे से युवक जाइथिबा जंगल आड़ को गले आ से युवक को धरी थाना को नहीं आसिले। से युवक जनक हेउछे से पूजा दुकानी जे मझिरे मझिरे से तांत्रिक को नहीं पूजा सामग्री दे आसे। आज भी से जो बैग देइछे से सब पूजा सामग्री ही थिला। एही समय महांती बाबू फोन करी कहिले कि से गाड़ी पुणी थरे फार्म हाउस भीतर को गला। एथिर आमे पूरा स्पष्ट हो गलु जे से फार्म हाउस भितरे आसंता काली से युवतीर बलि दिया जिवो। सुब्रत सर मते कहिले कि आज राति रे रेड न करी काली राति रे रेड करिबा कारण से तांत्रिक सेठी अछि कि नहीं आमे केही भी कन्फर्म होइनु। जदि आज रेड हुए आ से तांत्रिक धरा न पड़े तेबे सबु योजना आमर पानी रे मिलै जिवो। मु मध्य तांको कथारे एकमत होई गले। एही केस रे से तांत्रिक सह सरपंच और आहुरी अनेक जन संपृक्त अछन्ते। गिरफ होइथिबा दोकानी फोन रु कॉल हिस्ट्री चेक करिया परे जणा गला कि आज से सरपंच फोन नंबर को बहुत थर कॉल करिछे। एमिति भी तांत्रिक थानारू फेरार हेबा परे अर्थात से दिन राति 12टारे भी फोन होइछे। दोकानी को कॉल विषय पचारिबारु से कहिला कि से दिन राति रे तांत्रिक थानारू खसी आसी तांको घरे पहुँचला आ कहिला कि ए नंबर को कॉल कर मोर टिके काम अछि। आ कॉल करिबार किछि समय परे सरपंच निज कार नहीं आसी से तांत्रिक को नहीं कुआडे चलीगला। आज भी से तांत्रिक सरपंच फोन रु कॉल करे कहिला मोर एही सबु पूजा सामग्री दरकार। पूर्वरु तू जेउठी देई आसो सेठी आसी देई देबो।
ଏହାପରେ ଆମ ଟିମ୍ ପ୍ରାଥମିକ ତଦନ୍ତ କରି ସରପଞ୍ଚ ବଳରାମ ମହାନ୍ତିକୁ ତା ଘରୁ ଗିରଫ କରିବା ପାଇଁ ସାଧା ପୋଷାକରେ ତା ଘର ପାଖରେ ଛପି ରହିଲୁ। ଆମର ଉଦ୍ଦେଶ୍ୟ ଥିଲା ସନ୍ଧ୍ୟା ପୂର୍ବରୁ ତାକୁ ଗିରଫ କରିବା। ଆଉ ଏକ ଟିମ୍ ତା ଫାର୍ମ ହାଉସ୍ ଉପରେ ମଧ୍ୟ ନଜର ରଖିଥିଲେ। ସନ୍ଧ୍ୟା ପରେ ସମୟ ପାଖାପାଖି 10ଟାରୁ 11ଟା ହେବ। ବଳରାମ ମହାନ୍ତିକୁ ପୁଲିସ କାବୁ କରି ଥାନାକୁ ନେଇ ଆସିଲା। ତାପରେ ଆମକୁ ଅର୍ଡ଼ର ଆସିଲା କି ଫାର୍ମ ହାଉସ୍କୁ ଚାରିପଟୁ ଘେରି ନେବା ପାଇଁ, କାରଣ ଆଉ ମାତ୍ର 1 ଘଣ୍ଟା ଅର୍ଥାତ୍ ଠିକ୍ ରାତି 12ଟାରେ ସେ ତାନ୍ତ୍ରିକ ତା ଜୀବନର ଶେଷ ବଳି ଦେବା ପାଇଁ ପ୍ରସ୍ତୁତ ହୋଇସାରିଛି। ଏହି ବିଷୟ ସହିତ ଅନେକ ଗୁପ୍ତ ତଥ୍ୟ ସୁବ୍ରତ ସାର୍ ବଳରାମ ମହାନ୍ତି ପାଖରୁ ପାଇସାରିଲେଣି। ତେଣୁ ଆମକୁ ଆଉ ବିଳମ୍ବ ନ କରି ସେ ଫାର୍ମ ହାଉସ୍ ଗେଟ୍ ଲକ୍ ଭାଙ୍ଗି ଆମେ 6 ଜଣ ଭିତରକୁ ଚାଲିଗଲୁ। ମହାନ୍ତି ବାବୁଙ୍କ ସହିତ 2 ଜଣ ଫାର୍ମ ହାଉସ୍ର ପଛ ଗେଟ୍ ପାଖରେ ରହିଲେ। ମୁଁ ଓ ଅନ୍ୟ 2 ଜଣ ଭିତରକୁ ପ୍ରବେଶ କଲୁ। କାଳେ କିଛି ଅଘଟଣ ହେବ ତା ପୂର୍ବରୁ ମୁଁ ମୋ ବନ୍ଧୁକ ପ୍ରସ୍ତୁତ ରଖିଥାଏ। ଭିତରକୁ ଯାଇ ମୁଁ ବଡ଼ ପାଟିରେ କହିଲି, ତୁମକୁ ଆମେ ଚାରିପଟରୁ ଘେରି ନେଇଛୁ। କୌଣସି ପ୍ରକାରରେ ତୁମେ ଖସି ଯାଇପାରିବନି। ତେଣୁ ତୁମେ ଆମ ନିକଟରେ ଆତ୍ମସମର୍ପଣ କରିଦିଅ, ନଚେତ୍ ଆମେ ବାଧ୍ୟ ହୋଇ ତୁମକୁ ସୁଟ୍ କରିବୁ। କିଛି ସମୟ ନୀରବତା ପରେ ତାନ୍ତ୍ରିକ ସେ ଯୁବତୀ ବେକରେ ଏକ ଛୁରୀ ଲଗାଇ ବାହାରକୁ ବାହାରି କହିଲା, ମୁଁ ତ ଜାଣିଛି ଆଜି ତୁମେମାନଙ୍କ ଠାରୁ ଖସି ପାରିବିନି, କିନ୍ତୁ ମୋ ପାଖରେ ମଧ୍ୟ ଖସିଯିବା ପାଇଁ ବହୁତ ବାଟ ଅଛି। 12 ବର୍ଷର ତପସ୍ୟା ତୁମମାନଙ୍କ ପାଇଁ ବ୍ୟର୍ଥରେ ଗଲା। ଆଜି ଯଦି ମୋ ସର୍ତ୍ତ ତୁମେମାନେ ନ ମାନ, ମୁଁ ତ ମରିବି, ତା ସହିତ ଏ ଝିଅକୁ ମଧ୍ୟ ମାରିଦେବି। ଏହା କହି ସେ ଧରିଥିବା ଛୁରୀଟିକୁ ସେ ଝିଅର ବେକରେ ଭିଡ଼ି ଦେଲା। ଅବଶ୍ୟ ବେଶୀ ବେକ କଟି ନଥିଲା, ତଥାପି ମୁଁ ଡରି ଯାଇ କହିଲି, କେଉଁ ସର୍ତ୍ତ କହିବ କୁହ, ଆମେ ତୁମର ସବୁ ସର୍ତ୍ତରେ ରାଜି। ବସ୍ ସେ ଝିଅକୁ ଛାଡ଼ିଦିଅ। ଏ ଝିଅକୁ ଗୋଟିଏ ସର୍ତ୍ତରେ ହିଁ ଛାଡ଼ିବେ, ମୋତେ ଗାଁ ଶେଷ ମୁଣ୍ଡ ଯାଏଁ ଏକେଲା ଛାଡ଼ିଦିଅ। ମୋ ସହିତ କେହି ଆସନି। ମୋ ଝିଅକୁ ସାଙ୍ଗରେ ନେଇ ଯାଉଛି। ସେଠି ଯଦି ମୁଁ ସୁରକ୍ଷିତ ଭାବରେ ପହଞ୍ଚେ, ତେବେ ତାକୁ ସେଠାରେ ହିଁ ଛାଡ଼ିଦେବି। ମୁଁ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଲି, ତାକୁ ଏକେଲା ଯିବା ପାଇଁ ଛାଡ଼ିଦିଅ। ଏହାପରେ ସେ ଝିଅକୁ ନେଇ ଗାଁ ଆଡ଼କୁ ଚାଲିଗଲା। ଅନ୍ଧାରର ସୁଯୋଗ ନେଇ ମୁଁ ମଧ୍ୟ ତା ପିଛା କରୁଥାଏ। ଏହି ସମୟରେ ଗାଁର ଆବାଳ ବୃଦ୍ଧ ବନିତା ହାତରେ ମାରଣାସ୍ତ୍ର ଧରି ସେ ଫାର୍ମ ହାଉସ୍ ଆଡ଼କୁ ଆସୁଥାନ୍ତେ। ଏହା ଦେଖି ତାନ୍ତ୍ରିକ ସେ ଝିଅକୁ ସେଠାରେ ଛାଡ଼ି ଜୀବନ ବିକଳରେ ପାଖରେ ଥିବା ନଈ ଆଡ଼କୁ ଦୌଡ଼ିବାକୁ ଲାଗିଲା। କିନ୍ତୁ ସେ ନିଜକୁ ସେ ଭିଡ଼ର ନଜରରୁ ରକ୍ଷା କରିପାରିଲା ନାହିଁ। ଆମେ ବି କେହି ତାକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଲୁ ନାହିଁ। ଶେଷରେ ଗାଁ ଲୋକଙ୍କ ହାତରେ ଅତି ନିର୍ମମ ଭାବରେ ତାର ହତ୍ୟା କରାଗଲା। ସରପଞ୍ଚ ସହିତ ସେ ଦୋକାନୀକୁ କିଛି ବର୍ଷ ଜେଲ୍ ଦଣ୍ଡ ହୋଇଥିଲା ସିନା, କିନ୍ତୁ ଏହି କେସ୍ ଭିତରେ ଆହୁରି ଅନେକ କିଛି ଘଟଣା ରହିଯାଇଥିଲା। ସେତେବେଳେ ସେସବୁକୁ ଆଉ ପୋଲିସ ଖୋଳତାଡ଼ ନ କରି ସେ କେସ୍ଟିକୁ ସେଇଠି ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା।